ଆସନ୍ତୁ ଆଜି ଶୁଣିବା ଏକ ସୁନ୍ଦର ଗଳ୍ପ ସେଦିନ ସେ ଚାନ୍ଦିନୀ ରାତିରେ। ଆକାଶର ତୋଫା ପୂର୍ଣ୍ଣିମା ଜହ୍ନ ପୃଥିବୀ ବକ୍ଷରେ ଢାଳି ଦେଇଥିଲା ଚୁନା ଚୁନା ସଫେଦ ଜ୍ୟୋତ୍ସ୍ନା। ପ୍ରକୃତି ରାଣୀ ଅତ୍ୟନ୍ତ ମନୋରମ ଦୃଶ୍ୟମାନ ହେଉଥିଲା। ଘର, ଅଗଣା, ଛାତ, ଅଳିଆ ଅରମା ଜ୍ୟୋତ୍ସ୍ନାର ସ୍ପର୍ଶରେ ଶିହରି ଉଠୁଥିଲେ। ଜ୍ୟୋତ୍ସ୍ନା ବିଧୌତ ରଜନୀକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ମଣିଷ ମନରେ ଅଦମ୍ୟ ଇଚ୍ଛା। ଏମିତି ଏକ ଜ୍ୟୋତ୍ସ୍ନା ବିଧୌତ ରଜନୀରେ ବସାଘର ଛାତ ଉପରେ ଶ୍ଵେତା କାଗଜ କଲମ ଧରି କବିତା ଲେଖିବା ପାଇଁ ବସି ଯାଇଥିଲା। କେଉଁଠୁ ଆରମ୍ଭ କରିବ? ଜହ୍ନ ଆଉ ମେଘର ଲୁଚକାଳି ଖେଳରୁ, ନା କେବଳ ପୂର୍ଣ୍ଣିମା ଜହ୍ନର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି କବିତା ଲେଖିବ ଯାହାର ଶୀର୍ଷକ ଲେଖିବ ସେଦିନ ସେ ଚାନ୍ଦିନୀ ରାତିରେ? କିଛି ସ୍ଥିର କରିପାରୁନଥିଲା। ଦ୍ୱନ୍ଦ୍ୱରେ ଥିବାବେଳେ ହଠାତ୍ କଲିଂ ବେଲ୍ ବାଜି ଉଠିଲା। ବୋଧହୁଏ କ୍ଷୀରବାଲା ଆସିଛି ମନେକରି କବିତା ଲେଖିବା ପାଇଁ ପ୍ରୟାସରେ ଥିବା ଶ୍ଵେତା ଡାଏରୀ ଏବଂ କଲମକୁ ଛାତ ଉପରେ ରଖିଦେଇ ତଳକୁ ଆସି କବାଟ ଖୋଲି ଦେଖେ କଲିଂ ବେଲ୍ ବଜାଉଥିବା ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ବରଂ ତାର ସହକର୍ମୀ ଅତନୁ। ଅତନୁ ଆଉ ଶ୍ଵେତା ଉଭୟ ଗୋଟିଏ ଅଫିସରେ କାମ କରନ୍ତି। ଅଫିସରେ ଉଭୟଙ୍କର ସ୍ଥିତି ମଧ୍ୟ ଏକ, ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ମଧୁର। ତଥାପି ଏମିତି କେଉଁ ଜରୁରୀ କାମ ପଡ଼ିଲା ଯେ ରାତିରେ ଅତନୁ ଶ୍ଵେତା ଘରକୁ ଆସିବା ପାଇଁ ବାଧ୍ୟ ହେଲେ? ପ୍ରଶ୍ନ ଅତନୁଙ୍କୁ ଶ୍ଵେତା କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଅତନୁ କହିଲେ, ମ୍ୟାଡାମ, ଭିତରକୁ ଡାକିବେନି? ଅତନୁ ପ୍ରଥମ ଥର ପାଇଁ ଶ୍ଵେତା ବସାଘରକୁ ଆସିଥିଲେ, ସେ ପୁଣି ଅବେଳରେ, ଆଉ ଘର ଭିତରକୁ ଆସିବା ପାଇଁ ଅନୁମତି ଭିକ୍ଷା କରୁଥିଲେ। ହଠାତ୍ ଶ୍ଵେତା ଅତନୁଙ୍କୁ କି ଉତ୍ତର ଦେବ ନ ଭାବିପାରି, ସାର୍, ଏବେ ଏବେ ପାୱାର କଟ୍ ହୋଇଯାଇଛି, ଆପଣ ଚାହିଁଲେ ଛାତ ଉପରକୁ ଆସି କିଛି ସମୟ ବସିପାରିବେ, ତରବରିଆ ଭାବରେ କହି ସିଡ଼ି ଉପରେ ପାଦ ଥାପିଲା ଶ୍ଵେତା ଏବଂ ଅତନୁ ତାକୁ ଅନୁସରଣ କଲେ। ଶ୍ଵେତା ବସାଘର ଛାତ ଉପରେ ଏକ ଦଉଡ଼ିଆ ଖଟିଆ ସଦାସର୍ବଦା ଶୀତକାକର ଖରା ବର୍ଷା ଖାଇ ଆକାଶକୁ ଚାହିଁ ପଡ଼ି ରହିଥାଏ। ଅଫିସରୁ ଫେରି ପ୍ରତ୍ୟହ ରାତିରେ କିଛି ସମୟ ଶ୍ଵେତା ଯାହା ଉପରେ ବିଶ୍ରାମ ନେବା ପାଇଁ ଯାଇ ନଗ୍ନ ଆକାଶକୁ ମନଭରି ଉପଭୋଗ କରି ଅନେକ କବିତା ଲେଖିଥାଏ। ଜୀବନର ସୁଖ ଦୁଃଖ ମୁହୂର୍ତ୍ତ ସବୁକୁ ଶବ୍ଦରେ ରୂପାନ୍ତର କରି କାଗଜ ବକ୍ଷରେ ଖୁବ୍ ସୁନ୍ଦର ଭାବରେ ସଜେଇ ଏକ ସୁନ୍ଦର ସର୍ଜନା କରିଥାଏ, ଯାହାକୁ ନିରୋଳା ମୁହୂର୍ତ୍ତରେ ପାଠ କରି ନିଜେ ନିଜ ସୃଷ୍ଟି ପାଇଁ ବିଭୋରିତ ହୋଇଥାଏ। ଅତୀତ ଆଉ ବର୍ତ୍ତମାନର ଅନୁଭୂତିକୁ ସ୍ମୃତି ଫର୍ଦ୍ଦରେ ସାଇଥିବା ଶ୍ଵେତାର ଏକ ପୁରୁଣା ଅଭ୍ୟାସ। ଅତନୁ ଛାତ ଉପରକୁ ଯିବା ପରେ କବିତା ଲେଖିବା ପାଇଁ ଖୋଲା ହୋଇ ପଡ଼ିଥିବା ଡାଏରୀଟା ସମୀରର ମନ୍ଦ ସ୍ପର୍ଶରେ ଶିହରି ଉଠୁଥିବା ଫର୍ଦ୍ଦ ସବୁକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଶ୍ଵେତା ଡାଏରୀକୁ ବନ୍ଦ କରିଦେଇ ଦଉଡ଼ିଆ ଖଟିଆ ଉପରେ ବସିବା ପାଇଁ ଅତନୁଙ୍କୁ ଅନୁରୋଧ କରିଥିଲା। ଦଉଡ଼ିଆ ଖଟ ଉପରେ ଗୋଟିଏ ପାର୍ଶ୍ୱରେ ଅତନୁ ଆଉ ଅପର ପାର୍ଶ୍ୱରେ ଶ୍ଵେତା ବସି କିଛି ସମୟ ପାଇଁ ନୀରବରେ ଜ୍ୟୋତ୍ସ୍ନାସ୍ନାତ ହେଉଥିଲେ। ଚଗଲା ସମୀରଟା ଚୁପଚାପ ଆସିକି ଯେତେବେଳେ ଶ୍ଵେତାର ଚିବୁକୁ ସ୍ପର୍ଶ କରୁଥିଲା, ସେତେବେଳେ ଶ୍ଵେତା ପ୍ରକୃତିସ୍ଥ ହୋଇ ଅତନୁଙ୍କୁ ପ୍ରଶ୍ନ କଲା, ସାର୍, ଚା ପିଇବେ ନା କିଛି ମୃଦୁ ପାନୀୟ ଆଣିଦେବି? ମୋର କିଛି ଆବଶ୍ୟକତା ନାହିଁ କହି ଶ୍ଵେତା ହସ୍ତକୁ ଭାଙ୍ଗ ପଡ଼ିଥିବା କାଗଜ ଖଣ୍ଡେ ବଢ଼େଇ ଅତନୁ କହିଲେ, ମୁଁ କାଲି ଛୁଟିରେ ରହିବି, ସୁତରାଂ ତମେ ମୋ ଛୁଟି ଦରଖାସ୍ତକୁ ଅଫିସରେ ଦେଇଦେବ। ଛୁଟି ଦରଖାସ୍ତକୁ ଶ୍ଵେତା ହାତକୁ ଦେବା ପରେ ଆଉ ମୁହୂର୍ତ୍ତଟେ ମଧ୍ୟ ବିଳମ୍ବ ନ କରି ଅତନୁ ଚାଲିଗଲେ। ଅତନୁ ଶ୍ଵେତା ରହୁଥିବା ଭଡ଼ାଘର ନିକଟବର୍ତ୍ତୀ ଫ୍ଲାଟ ଉପରେ ରହୁଥିଲେ। ସହକର୍ମୀ ହୋଇଥିବା କାରଣରୁ ଶ୍ଵେତା ଦ୍ୱାରା ଛୁଟି ଦରଖାସ୍ତକୁ ଅଫିସରେ ଦେବା କାର୍ଯ୍ୟଟା କରାଇଥିଲେ ଭାବି ଶ୍ଵେତା ଅତନୁଙ୍କ ଛୁଟି ଦରଖାସ୍ତକୁ ସଯତ୍ନେ ନିଜ ଭ୍ୟାନିଟି ବ୍ୟାଗରେ ଆସନ୍ତା କାଲି ପାଇଁ ସାଇତି ରଖି କବିତା ଲେଖିବା ଆରମ୍ଭ କରିବା ବେଳେ କାହିଁକି କେଜାଣି ବାରମ୍ବାର ଅତନୁ ସାମ୍ନାକୁ ଆସିଯାଉଥିଲେ। ଆଗରୁ କେବେ ଅତନୁ ଶ୍ଵେତା ଦ୍ୱାରା ଛୁଟି ଦରଖାସ୍ତ କାର୍ଯ୍ୟାଳୟକୁ ପଠାଇ ନଥିଲେ, ତେବେ ଆଜି କାହିଁ ପ୍ରଶ୍ନ ଶ୍ଵେତାକୁ ଆନ୍ଦୋଳିତ କରୁଥିଲା। ଜହ୍ନକୁ ଚୋରେଇ ନେଇନାରେ ମେଘ, ଢାଳି ଦିଏ ବର୍ଷା ବିନ୍ଦୁ, ସେ ବିନ୍ଦୁରେ ଯେବେ ଭିଜିବ ଜୋଛନା, ଚମକିବେ ବେଶୀ ଇନ୍ଦୁ। ଏମିତି ଚାରିଧାଡ଼ି ମେଘ ଆଉ ଜହ୍ନକୁ ସଂଯୋଗ କରି ମନ ଫର୍ଦ୍ଦରୁ ଉତାରି କାଗଜ ବକ୍ଷରେ ଲେଖିଦେବା ପରେ ଶ୍ଵେତା ଆଗକୁ ଆଉ କିଛି ଲେଖିବା ପାଇଁ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲା। ୟା ଭିତରେ ବିଜୁଳି ଆସିଯାଇଥିଲା। ରନ୍ଧନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶ୍ଵେତା ଛାତ ଉପରୁ ତଳକୁ ଆସିଥିଲା। ରନ୍ଧନ କାର୍ଯ୍ୟ ସମାପନ କରିବା ପରେ ଭୋଜନ କରି ଶ୍ଵେତା ପଲଙ୍କ ଉପରେ ନିଜର ଅବଶ ଶରୀରକୁ ଲେଉଟାଇ ଦେଇଥିଲା। ସକାଳ ହେବା ପୂର୍ବରୁ ଶ୍ଵେତା ପ୍ରତ୍ୟହ ଶଯ୍ୟା ତ୍ୟାଗ କରିଥାଏ। ସେଦିନ ମଧ୍ୟ ଆକାଶରୁ ପାହାନ୍ତି ତାରା ଲୁଚିଯିବା ପୂର୍ବରୁ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସମାପ୍ତ କରିଥିଲା। ସବୁଦିନ ଭଳି ସେଦିନ କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ଦ୍ୱିପହର ପାଇଁ ଟିଫିନ ସଜାଡ଼ି ଭ୍ୟାନିଟିରେ ରଖିବା ବେଳେ ଅତନୁ ଦେଇଥିବା ଛୁଟି ଦରଖାସ୍ତକୁ ଭ୍ୟାନିଟିରୁ ବାହାରକୁ କାଢ଼ି ଟିଫିନଟା ଭିତରେ ରଖିଥିଲା। ପଙ୍ଖା ପବନରେ ଅତନୁଙ୍କ ଛୁଟି ଦରଖାସ୍ତଟି ତଳେ ପଡ଼ି ଚାରିଚୌତା ହୋଇଥିବା ଭାଙ୍ଗ ଖୋଲିଯିବା କାରଣରୁ ଶ୍ଵେତାର ନଜର ଛୁଟି ଦରଖାସ୍ତ ଉପରେ ପଡ଼ିଥିଲା। ଛୁଟି ଦରଖାସ୍ତର ବିଷୟବସ୍ତୁ ଦେଖି ଶ୍ଵେତା ଆଶ୍ଚର୍ଯ୍ୟଚକିତ ହୋଇ ଦରଖାସ୍ତକୁ ତଳୁ ଉଠେଇ କୌତୂହଳବଶତଃ ପଢ଼ିବା ଆରମ୍ଭ କରିଥିଲା। ଅତନୁ ଦେଇଥିବା ଛୁଟି ଦରଖାସ୍ତଟି ଛୁଟି ଦରଖାସ୍ତ ନଥିଲା, ବରଂ ଶ୍ଵେତା ନାମରେ ଏକ ଚିଠି ଥିଲା, ଯେଉଁଥିରେ
ଅତନୁ ଶ୍ଵେତାକୁ ପ୍ରେମ କରନ୍ତି ଏବଂ ଜୀବନସାଥୀ କରିବା ପାଇଁ ଚାହୁଁଛନ୍ତି ବୋଲି ଲେଖିଥିଲେ। ଅବଶ୍ୟ ଏଥିପାଇଁ ଶ୍ଵେତାର ଇଚ୍ଛା ଅନିଚ୍ଛା ପ୍ରଶ୍ନ ମଧ୍ୟ କରିଥିଲେ। ଚିଠିଟା ଆମୂଳଚୂଳ ପାଠ କରି ସାରିବା ପରେ ଶ୍ଵେତା ଆଶ୍ଚର୍ଯ୍ୟଚକିତ ହେଲା। ଭାବିଲା, ବଡ଼ ଅଜବ ଲୋକ। ଆଜି ଯଦି ଏ ଚିଠିଟା ଶ୍ଵେତା ନ ପଢ଼ି ଛୁଟି ଦରଖାସ୍ତ ଭାବି ଅଫିସରେ ଦେଇଥାନ୍ତା, ତେବେ କ'ଣ ହୋଇଥାନ୍ତା? ପ୍ରେମ କରିବା ପାଇଁ ଗୋଟିଏ ବୟସ ଥାଏ, ଯେଉଁ ବୟସରେ ମଣିଷ କିଛି ଚିନ୍ତା ନ କରି ଅନ୍ଧ ଭାବରେ ପ୍ରେମରେ ପଡ଼ିଯାଏ। ଅତନୁ ପାଗଳ ହୋଇଗଲେ ନା କ'ଣ? ପ୍ରଶ୍ନ ଶ୍ଵେତାକୁ କ୍ରୋଧ ଜର୍ଜରିତ କରିଥିଲା। ଇଚ୍ଛା ହେଉଥିଲା ତତ୍କ୍ଷଣାତ୍ ଅତନୁଙ୍କ ନିକଟକୁ ଯାଇ ତାଙ୍କ ପାଗଳାମୀ ସମ୍ପର୍କରେ ପ୍ରଶ୍ନ କରିବା ପାଇଁ। ତଥାପି ନିଜକୁ ନିୟନ୍ତ୍ରଣରେ ରଖି ଶ୍ଵେତା ଅଫିସ ବାହାରିଲା। ଅତନୁ ସ୍ୱାଭାବିକ ଭାବରେ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଶ୍ଵେତା କିନ୍ତୁ ବିଚଳିତ ଜଣାପଡ଼ୁଥିଲା। କୌଣସି କାମରେ ମନ ଲାଗୁନଥିଲା। ଅପରାହ୍ନରେ ଅତନୁ ଏକା ଥିବାବେଳେ ଶ୍ଵେତା ତାଙ୍କ ପାଖକୁ ଯାଇ ଚିଠି ସମ୍ପର୍କରେ ଅନେକ କିଛି ଜିଜ୍ଞାସା କରି ରାଗ ତମତମ ହୋଇ ଅଫିସ ତ୍ୟାଗ କରିଥିଲା। ଶୁଣିଛି ବିବାହ ସ୍ୱର୍ଗରେ ସ୍ଥିର କରାଯାଏ। ଜୀବନ ମୃତ୍ୟୁର ସମୟ ଯେଉଁଭଳି ଭାବରେ ପୂର୍ବ ନିର୍ଦ୍ଧାରିତ, ସେହିଭଳି ଭାବେ କିଏ କାହାର ଜୀବନସାଥୀ ହେବ ସେ କଥା ମଧ୍ୟ ପୂର୍ବ ନିର୍ଦ୍ଧାରିତ ବୋଲି ପ୍ରତ୍ୟେକ ମନୁଷ୍ୟ ବିଶ୍ୱାସ କରିଥାଏ। ସମୟ ଚକ୍ରରେ ଆସି ନିଜ ଇଚ୍ଛା ଅନିଚ୍ଛାକୁ ଜଳାଞ୍ଜଳି ଦେଇ ଦିନେ ଶ୍ଵେତାକୁ ଅତନୁଙ୍କ ପାଣି ଗ୍ରହଣ କରିବା ପାଇଁ ସମୟ ବାଧ୍ୟ କରିଦେଇଥିଲା। ଏଥିପାଇଁ ଶ୍ଵେତାର ବଡ଼ ଭଉଣୀ ମଧ୍ୟସ୍ଥତା କରିଥିଲେ। ଶ୍ଵେତାଠାରୁ ବିଫଳ ହେବା ପରେ ଅତନୁ ଶ୍ଵେତାର ବଡ଼ ଭଉଣୀ ଘରକୁ ଯାଇ ପ୍ରସ୍ତାବ ଦେଇଥିଲେ ଏବଂ ପରିବାରର ମଙ୍ଗଳ ପାଇଁ ଶ୍ଵେତା ପରିସ୍ଥିତିକୁ ମଥାପାତି ସହ୍ୟ କରିଥିଲା। ବିବାହ, ଅତନୁଙ୍କ ସାଙ୍ଗରେ ଯୁଗ୍ମ ଜୀବନରେ ବିତେଇଥିବା ପ୍ରତିଟି ସୁଖ ଦୁଃଖ ମୁହୂର୍ତ୍ତ, ଦୁଇଟି ସନ୍ତାନର ଜନନୀ, ସବୁକିଛି ସମୟ ନିର୍ଦ୍ଧାରିତ ଥିଲା। ଦିନେ ଅସମୟରେ ଶ୍ଵେତାଙ୍କର ବାପାଙ୍କ ମୃତ୍ୟୁ କବଳିତ କଲା। ବାପାଙ୍କ ମୃତ୍ୟୁରେ ଶ୍ଵେତା ଭାଙ୍ଗି ପଡ଼ିଥିଲା। ଜନ୍ମ ଅଛି ଅର୍ଥାତ୍ ମୃତ୍ୟୁ ତ୍ରିବାର ସତ୍ୟ ଏବଂ ମୃତ୍ୟୁ ସମୟ ପୂର୍ବରୁ ନିର୍ଦ୍ଧାରିତ ଜାଣି ମଧ୍ୟ ମଣିଷ ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ମର୍ମାହତ ହୋଇଥାଏ। ଶ୍ଵେତାକୁ ମଧ୍ୟ ସେହି ଅନୁଭବ ଦିନେ କବଳିତ କରି ବୋଉ ଏବଂ ପରିବାର ପ୍ରତି କିଛି ଦାୟିତ୍ୱ କରିବା ପାଇଁ ତାକୁ ପଡ଼ିବ ବୋଲି ମନରେ ଭାବନା ଜାଗ୍ରତ କରିଥିଲା। କନିଷ୍ଠ ଭାଇ ଓ ଭଉଣୀମାନଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହେବା ଅନ୍ତେ ବୋଉ ଶ୍ଵେତା ପାଖରେ ରହି ଆସୁଥିଲେ। ଯଦିଓ ବର୍ଷର ଅଳ୍ପ କେତେ ମାସ ଭାଇ ପାଖରେ ରହୁଥିଲେ, ସେହି ସମୟରେ ଭାଇ ଶ୍ଵେତାଠାରୁ ସମ୍ପର୍କ ଛିନ୍ନ କରିଦେଉଥିଲା। ବୋଉ ଯେତେବେଳେ ଶ୍ଵେତା ନିକଟରେ ରହୁଥିଲେ, ଭାଇ ସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ ଅତନୁ ଶ୍ଵେତାକୁ ମାନସିକ ଯନ୍ତ୍ରଣା ଦେଉଥିଲେ। ଅତୀତରେ ଜଣେ ସୁନା ବୋହୂ ଏବଂ ଦୟାବତୀ ହୋଇଥିବା ବୋଉ ବାପାଙ୍କ ମୃତ୍ୟୁ ପର କିଛି ବର୍ଷ ପରେ ମନୋଇ ଏବଂ ଜିଦଖୋର ହୋଇଯାଇଥିଲା। ସୁତରାଂ ତମେ ତ ଭାଇ ଭଉଣୀମାନେ 3 ଜଣ, ଆମେ କାହିଁକି ବୋଉକୁ ଏକା ରଖିବା କହି ଅତନୁ ଶ୍ଵେତାକୁ ମାନସିକ ଯନ୍ତ୍ରଣା ଦେଉଥିଲେ। ଯଦିଓ ଅତନୁ ବୋଉର ସେବା ଯତ୍ନ କରୁଥିଲେ, ତଥାପି ବୋଉର ସ୍ୱଭାବ ଅତନୁକୁ କେବେ କେବେ ଅତିଷ୍ଠ କରିଦେଉଥିଲା। ବୋଉ ଯେତେବେଳେ ବୟସର ଅପରାହ୍ନରେ ଉପନୀତ, ସେତେବେଳେ ଅସୁସ୍ଥ ହୋଇପଡ଼ିଲା ଏବଂ ପୁଅ ଦ୍ୱାରା ଅବହେଳିତା ହେବା ପରେ ଶ୍ଵେତା ବୋଉକୁ ପାଖରେ ରଖି ସେବା ଶୁଶ୍ରୂଷା କରିବା ନିଷ୍ପତ୍ତିରେ ଉପନୀତ ହେଲା। ଅତନୁ ଋତୁ ଭଳି ବଦଳି ଯାଆନ୍ତି। ସନ୍ଧ୍ୟାରେ ଦେଇଥିବା କଥା ସକାଳେ ବିସ୍ମରି ରାଗ ରୋଷରେ ସମୟ ଅତିବାହିତ କରିଥାନ୍ତି। ଠିକ୍ ଯେଉଁଭଳି ରାତିରେ ଆକାଶ ବକ୍ଷରେ ଚିକ୍ମିକ୍ କରୁଥିବା ତାରାଗଣ ସକାଳେ ନିଜର ସତ୍ତା ହରେଇ ବସନ୍ତି, ସେହିଭଳି ଅତନୁଙ୍କ ବ୍ୟବହାର ଶ୍ଵେତାକୁ ହତଚକିତ କରେ। ବୋଉକୁ ବର୍ଷର ସର୍ବାଧିକ ମାସ ଶ୍ଵେତା ନିଜ ପାଖରେ ରଖୁଥିଲେ ମଧ୍ୟ ଭାଇ କେବେ ବି ଶ୍ଵେତା ପ୍ରତି କୃତଜ୍ଞ ହେଉନଥିଲା। ଭାଇର ଦୁର୍ବ୍ୟବହାର, ଅତନୁ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ଆଉ ବୋଉର ମନମୁଖୀ ଜୀବନଶୈଳୀ ବେଳେବେଳେ ଶ୍ଵେତାର ଧୈର୍ଯ୍ୟବନ୍ଧକୁ ଦୋହଲାଇ ଶ୍ଵେତାକୁ ମରଣମୁଖୀ କରିଦେଉଥିଲା। ତଥାପି ନିଜ ସଂସାର ଆଉ ସନ୍ତାନମାନଙ୍କ ପାଇଁ ଶ୍ଵେତା ପ୍ରତ୍ୟେକ ଥର ନେଉଥିବା ନକାରାତ୍ମକ ପଦକ୍ଷେପରୁ ଦୂରେଇ ଯାଉଥିଲା। ପରିବେଶ ଓ ପରିସ୍ଥିତି ସାଙ୍ଗରେ ପ୍ରତି ମୁହୂର୍ତ୍ତରେ ଖାପ ଖୁଆଇ ଚଳିବା ବେଳେ ହଠାତ୍ ଦିନେ ବୋଉର କାର୍ଯ୍ୟକଳାପରେ ଅତନୁ ଅତିଷ୍ଠ ହୋଇ ଶ୍ଵେତା ସମ୍ମୁଖରେ ସର୍ତ୍ତ ରଖିଲେ କି ବୋଉ ଯଦି ଘରେ ରହିବେ, ତେବେ ଅତନୁ ଘର ଛାଡ଼ି ବାହାରକୁ ଚାଲିଯିବେ। ଅତନୁ ଆଉ ବୋଉ 2 ଜଣ ମଧ୍ୟରୁ ଶ୍ଵେତା ଜଣକୁ ଚୟନ କରିବାକୁ ପଡ଼ିବ। ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ଶ୍ଵେତା। ଅତନୁ ଆଉ ବୋଉ 2 ଜଣ ଶ୍ଵେତା ପାଇଁ ଗୋଟିଏ ମୁଦ୍ରାର 2 ପାର୍ଶ୍ୱ ଥିଲେ। ଜଣେ ଜୀବନ ହେଲେ ଆଉ ଜଣେ ଜୀବନଦାତ୍ରୀ, ଯାହାର ରକ୍ତ ମାଂସରେ ତା ଶରୀର ଗଢ଼ା। କାହାକୁ ଜୀବନରୁ ବହିଷ୍କାର କରିବ, କାହାକୁ ନାହିଁ, ଏହା ଶ୍ଵେତା ପାଇଁ ଏକ ଅଛିଣ୍ଡା ପ୍ରଶ୍ନ ହୋଇଯାଇଥିଲା। ବୋଉ ବୟସର ଅପରାହ୍ନରେ ଉପନୀତ। କେତେବେଳେ ସଞ୍ଜ ବୁଡ଼ି ରାତି ହୋଇଯିବ, ସେ କଥା ସମୟ ହିଁ କହିବ। ତାକୁ ଏ ବୟସରେ ସାହାରା ଆବଶ୍ୟକ, ଏକଥା କ'ଣ ଅତନୁ ଜାଣନ୍ତି ନାହିଁ? ପ୍ରଶ୍ନ କେବେ କେବେ ଶ୍ଵେତାକୁ ଆଚମ୍ବିତ କରୁଥିଲା। ଅତନୁ କ୍ରୋଧିତ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରୋଧକୁ ସାଙ୍ଗରେ ଧରି ବୁଲିଥାନ୍ତି। ନିଜେ ଶାନ୍ତ ନ ହେବା ପର୍ଯ୍ୟନ୍ତ ପୃଥିବୀର କୌଣସି ଶକ୍ତି ତାଙ୍କୁ ଶାନ୍ତ କରିପାରେ ନାହିଁ। ସେଦିନ ଥିଲା ପୂର୍ଣ୍ଣିମା ତିଥି। ଦିନସାରା ଏକ ଅଶାନ୍ତ ପରିବେଶ ମଧ୍ୟରେ ରହି ସନ୍ଧ୍ୟା ଆଗତ ହେବା ପରେ ଶ୍ଵେତା ଚଉରାମୂଳରେ ସନ୍ଧ୍ୟା ଦୀପ ଦେଇ ସମସ୍ତଙ୍କୁ ସଦ୍ବୁଦ୍ଧି ପ୍ରଦାନ କରିବା ପାଇଁ ବୃନ୍ଦାବତୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲା। ରାତି ପ୍ରାୟ 8:15। ରାତି ଭୋଜନ ପାଇଁ ରନ୍ଧନ କାର୍ଯ୍ୟ ସମାପ୍ତ କରି ଶ୍ଵେତା ଛାତ ଉପରକୁ ଯାଇ ଦଉଡ଼ିଆ ଖଟ ଉପରେ କିଛି ସମୟ ନୀରବରେ ବସିବା ପରେ ଜହ୍ନରୁ ଝରି ପଡ଼ୁଥିବା ସଫେଦ ଜ୍ୟୋତ୍ସ୍ନା ଶ୍ଵେତାକୁ ସେହି ଅତୀତକୁ ଆକର୍ଷିତ କରିନେଇଥିଲା, ଯେଉଁ ପୂର୍ଣ୍ଣିମା ତିଥିରେ ଅତନୁ ଶ୍ଵେତା ନିକଟକୁ ଆସି ଛୁଟି ଦରଖାସ୍ତ କହି ପତ୍ରଟିଏ ଦେଇଥିଲେ ଏବଂ ତା ପରବର୍ତ୍ତୀ ସମୟରେ ଅତନୁଙ୍କୁ ଶ୍ଵେତା ବିବାହ କରିଥିଲା।
ସେଦିନର ସେ ଅତନୁ ଆଉ ଆଜିର ଅତନୁ ମଧ୍ୟରେ ଆକାଶ ପାତାଳର ଫରକ। କାହିଁ ଶ୍ଵେତାର ଆଚାର ବ୍ୟବହାର ତ କିଛି ବି ପରିବର୍ତ୍ତନ ହୋଇନାହିଁ, ତେବେ ଅତନୁ କାହିଁକି ଏଭଳି ଭାବରେ ପରିବର୍ତ୍ତନ ହୋଇଗଲେ? ଜିଦ୍ ଧରିଛନ୍ତି ବୋଉ ଆଉ ଅତନୁ ମଧ୍ୟରେ ଶ୍ଵେତାକୁ ଜଣକୁ ଚୟନ କରିବା ପାଇଁ ପଡ଼ିବ। ଶ୍ଵେତା ଏଇ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ବି ତ୍ୟାଗ କରିବା ପାଇଁ ଚାହୁଁନଥିଲା। କ'ଣ କରିବ କ'ଣ ନାହିଁ କିଛି ନିଷ୍ପତ୍ତିରେ ଶ୍ଵେତା ପହଞ୍ଚି ନ ପାରି ପୂର୍ଣ୍ଣିମା ଜହ୍ନକୁ ମୁଣ୍ଡ ଉଠାଇ ଚାହିଁଲା। ଆକାଶରେ ଜହ୍ନ ମନ୍ଦ ମନ୍ଦ ହସୁଥିଲା। ଭସା ବାଦଲଟା ଜହ୍ନକୁ ସ୍ପର୍ଶ କରିବା ପାଇଁ ଚେଷ୍ଟା କରି ବିଫଳ ହେଉଥିଲା। ସାଙ୍ଗରେ ଆଣିଥିବା ଦୀର୍ଘ 25 ବର୍ଷ ତଳର ଅତନୁଙ୍କ ପ୍ରଦତ୍ତ ସେହି ପ୍ରେମ ନିବେଦନ ପତ୍ରକୁ ପଢ଼ି ଶ୍ଵେତା ଅଶ୍ରୁସ୍ନାତା ଆଉ ନିସ୍ତେଜ ହୋଇ ଖଟ ଉପରେ ବସି ରହିଥିଲା। ରାତି 10ଟା। ବୋଉର ଖାଇବା ସମୟ ହେଲାଣି। ଭୋକ ହେଲାଣି, ଖାଇବାକୁ ଦବୁନି କି ଝିଅ? ବୋଉର ବାରମ୍ବାର ପ୍ରଶ୍ନ ଅତନୁଙ୍କୁ ବ୍ୟତିବ୍ୟସ୍ତ କରିବା ପରେ ଅତନୁ ଶ୍ଵେତାକୁ ଡାକିବା ପାଇଁ ଛାତ ଉପରକୁ ଯାଇ ଦେଖିଲେ ଶ୍ଵେତା ହାତରେ ଅତନୁଙ୍କ ହାତଲେଖା ଚିଠି, ଆଉ ଶ୍ଵେତା କାନ୍ଥକୁ ଆଉଜି ଖଟ ଉପରେ ବସି ସ୍ଥାଣୁ ପାଲଟି ଯାଇଛି। ଅତନୁ ରାଗତନ୍ତମ ହୋଇ କହିଲେ, ଏତେ ରାତି ପର୍ଯ୍ୟନ୍ତ ଏଠି କ'ଣ କରୁଛ? ତଥାପି ଶ୍ଵେତା ନୀରବ। କ୍ରୋଧିତା ହୋଇ ଶ୍ଵେତା ହାତରୁ ଚିଠିଟା ଛଡ଼େଇ ନେବା ବେଳେ ଚିଠିକୁ ଶ୍ଵେତା ଏତେ ଶକ୍ତ ଭାବରେ ଜାବୁଡ଼ି ଧରିଥିଲା ଯେ ଚିଠିଟା ଚିରି ଖଣ୍ଡେ ଶ୍ଵେତା ହାତରେ ଆଉ ଖଣ୍ଡେ ଅତନୁଙ୍କ ହାତରେ ରହିଯାଇଥିଲେ ମଧ୍ୟ ଶ୍ଵେତା ଅତନୁକୁ କିଛି ବି ଉତ୍ତର ଦେଇ ନଥିଲା। ଅତନୁ ଶ୍ଵେତାକୁ ହଲାଇ ତମକୁ କ'ଣ ଶୁଣାଯାଉନି କି ପ୍ରଶ୍ନ କରିବା ବେଳେ ଶ୍ଵେତା ଖଟ ଉପରୁ ଖସି ଅତନୁଙ୍କ ପାଦ ତଳେ ପଡ଼ିଯାଇଥିଲା। ଆଉ ତା ହାତରେ ରହିଯାଇଥିଲା ଅତନୁଙ୍କ ହାତଲେଖା ଚିଠିରୁ ଖଣ୍ଡେ ଏବଂ ଅନ୍ୟ ଖଣ୍ଡଟା ଅତନୁଙ୍କ ହାତରେ। ଅତନୁ ଏବେ ଶ୍ଵେତାକୁ କୋଳରେ ଟେକି ଧରିଲେ। ଅତନୁ ଅନୁଭବ କଲେ ସତେ ଯେମିତି ଶ୍ଵେତାର ନୟନ ଯୁଗଳ ନୀରବରେ ଅତନୁଙ୍କୁ କହୁଥିଲା, ଏବେ ନିଷ୍ପତ୍ତି ତମ ହାତରେ। ଘରେ ତମେ ରହିବ ନା ବୋଉ ରହିବ ସେ କଥା ସ୍ୱାଧୀନ ଭାବରେ ତମେ ନିଷ୍ପତ୍ତି ନେଇପାରିବ। ଅତନୁ ଶ୍ଵେତାର ମୃତ୍ୟୁ ଆଶଙ୍କା କରି ଡାକ୍ତରକୁ ଫୋନ୍ କରି ଡାକିଥିଲେ। ଡାକ୍ତର ଆସି ଶ୍ଵେତାକୁ ମୃତ ଘୋଷଣା କରି କାରଣଟା ହୃଦ୍ଘାତ ହୋଇଥିବା କହିଥିଲେ। ଦିନେ ଏମିତି ଏକ ଚାନ୍ଦିନୀ ରାତିରେ ଅତନୁ ଅଚାନକ ଭାବରେ ଶ୍ଵେତାର ଜୀବନ ପରିଧି ଭିତରକୁ ପ୍ରବେଶ କରିଥିଲେ। ଆଉ ଆଜି ଏହି ଚାନ୍ଦିନୀ ରାତିରେ ଶ୍ଵେତା ଅଚାନକ ଅତନୁଙ୍କ ଠାରୁ ଦୂରେଇ ଯାଇଥିଲା। ଯାହାକୁ ଅତନୁ ବିଶ୍ୱାସ କରିପାରୁନଥିଲେ ମଧ୍ୟ ସେଇଟା ହିଁ ସତ୍ୟ ଥିଲା।